ବନ୍ଧୁ ମାନେ ପିତୃପକ୍ଷର ଆରମ୍ଭ ହୋଇସାରିଛି, ଯାହାକି 18 ସେପ୍ଟେମ୍ବର ବୁଧବାର ଠାରୁ ଆରମ୍ଭ ହୋଇ 2 ଅକ୍ଟୋବର ପର୍ଯ୍ୟନ୍ତ ରହିବ। ଏହି 15 ଦିନର ଅବଧିକୁ ଆମେମାନେ ପିତୃପକ୍ଷ ବା ଶ୍ରାଦ୍ଧ ଦିବସ ରୂପେ ପାଳନ କରିଥାଉ। ବନ୍ଧୁମାନେ ଭାଦ୍ରବ ମାସର ପୂର୍ଣ୍ଣିମା ତିଥିଠାରୁ ପିତୃପକ୍ଷର ଆରମ୍ଭ ହୋଇଥାଏ ଏବଂ ଆଶ୍ୱିନ ମାସର ଅମାବାସ୍ୟା ଦିନ ଏହାର ସମାପ୍ତ ହୋଇଥାଏ। ଏହି 15 ଦିନ ଆମର ପିତୃପକ୍ଷଙ୍କୁ ସମର୍ପିତ ହୋଇଥାଏ। ଏହାକୁ ଶ୍ରାଦ୍ଧ ଦିବସ ବୋଲି ମଧ୍ୟ ମାନାଯାଇଥାଏ। ଏହି 15 ଦିନରେ ଆମର ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିତୃପୁରୁଷମାନଙ୍କର ଶାନ୍ତି ଉଦ୍ଦେଶ୍ୟରେ ଶ୍ରାଦ୍ଧ, ତର୍ପଣ, ପିଣ୍ଡଦାନ ଇତ୍ୟାଦି କରାଯାଇଥାଏ। ଧାର୍ମିକ ଶାସ୍ତ୍ର ଅନୁସାରେ ଆମେ ଯଦି ଏହି 15 ଦିନ ମଧ୍ୟରେ ଆମର ପୂର୍ବଜମାନଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ, ଶ୍ରାଦ୍ଧ ଏବଂ ତର୍ପଣ ନ କରୁ, ତେବେ ଏହାଦ୍ୱାରା ଆମକୁ ପିତୃଦୋଷ ଲାଗିଥାଏ। ପିତୃପକ୍ଷଟିକୁ ଆମର ପିତୃପୁରୁଷମାନଙ୍କର ଆଶୀର୍ବାଦ ପାଇବା ପାଇଁ ଅତ୍ୟନ୍ତ ଉତ୍ତମ ଦିନ ବୋଲି ମାନାଯାଇଥାଏ। ବନ୍ଧୁମାନେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପିତୃଦୋଷକୁ ଅତ୍ୟନ୍ତ ଜଟିଳ ଏବଂ ଅଶୁଭ ବୋଲି ମାନାଯାଇଥାଏ। ବନ୍ଧୁମାନେ ଆମର କୁଣ୍ଡଳୀରେ ଶନି ଦଶା, ରାହୁ ଦଶା, କେତୁ ଦଶା, ମଙ୍ଗଳ ଦୋଷ ଏସବୁ ମଧ୍ୟ ସେତିକି ଜଟିଳ ହୋଇନଥାଏ, ସେତିକି ଭୟଙ୍କର ହୋଇନଥାଏ ଯେତିକି ପିତୃଦୋଷ ହୋଇଥାଏ। ପିତୃଦୋଷକୁ ସବୁଠାରୁ ବଡ଼ ପାପ ବୋଲି ମାନାଯାଇଥାଏ। ବନ୍ଧୁମାନେ ଆମର ପିତୃପୁରୁଷ ଆମ ଉପରେ ସନ୍ତୁଷ୍ଟ ହେବା ଦ୍ୱାରା ସମସ୍ତ ଦେବାଦେବୀଙ୍କର ଆଶୀର୍ବାଦ ମଧ୍ୟ ଆମକୁ ପ୍ରାପ୍ତ ହୋଇଥାଏ। ଏହା ବ୍ୟତୀତ ଆମ ଗୃହରେ ସୁଖ, ଶାନ୍ତି ଏବଂ ଧନର ଆଗମନ ହୋଇଥାଏ। ଆମ ଗୃହରେ ପରିବାରର ସଦସ୍ୟମାନଙ୍କର ମଧ୍ୟ ସ୍ୱାସ୍ଥ୍ୟ ଭଲ ରହିଥାଏ ଏବଂ ଆମ ଗୃହରେ ଏକତା ମଧ୍ୟ ବଜାୟ ରହିଥାଏ। ସେଥିପାଇଁ ଆପଣ ସର୍ବଦା ଏହି କଥାର ଧ୍ୟାନ ରଖନ୍ତୁ ଯେ ଆପଣ ଆପଣଙ୍କର ପିତୃପୁରୁଷମାନଙ୍କୁ କେତେ ମାତ୍ରାରେ ସନ୍ତୁଷ୍ଟ ରଖିପାରିବେ। ସେଥିପାଇଁ ବାପା ମାଙ୍କୁ ଚଳନ୍ତା ଈଶ୍ୱରଙ୍କ ସମାନ ମାନାଯାଇଥାଏ। କୁହାଯାଏ ଯେ ଆପଣ ଦେବାଦେବୀଙ୍କର ପୂଜା କରନ୍ତୁ କିମ୍ବା ନ କରନ୍ତୁ, କିନ୍ତୁ ଆପଣ ସର୍ବଦା ନିଜର ପିତାମାତାଙ୍କୁ ସନ୍ତୁଷ୍ଟ ରଖିବା ଉଚିତ, କାରଣ ପିତାମାତା ସନ୍ତୁଷ୍ଟ ରହିଲେ ଆପେ ଆପେ ଆପଣଙ୍କୁ ସବୁ ଦେବାଦେବୀଙ୍କର ଆଶୀର୍ବାଦ ମିଳିଯାଇଥାଏ। ଏହାଛଡ଼ା ଆପଣଙ୍କ ଜୀବନରେ ଆସୁଥିବା ସମସ୍ତ ବାଧାବିଘ୍ନ ମଧ୍ୟ ଏଡ଼ାଇ ଯାଇଥାଏ। ଆପଣଙ୍କୁ ସମସ୍ତ ସୁଖର ପ୍ରାପ୍ତି ହୋଇଥାଏ। ତ ଏହି ପିତୃପକ୍ଷ ମଧ୍ୟରେ ଆପଣ ଯଦି ଆପଣଙ୍କର ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ କିଛି ଅର୍ପଣ କରନ୍ତି, ତ ଏହାଦ୍ୱାରା ଅତି ଶୀଘ୍ର ହିଁ ଆପଣଙ୍କର ପିତୃପୁରୁଷ ଆପଣଙ୍କ ଉପରେ ସନ୍ତୁଷ୍ଟ ହୋଇଯାଇଥାନ୍ତି ଏବଂ ଆପଣଙ୍କୁ ଆଶୀର୍ବାଦ ପ୍ରଦାନ କରିଥାନ୍ତି। ପିତୃଗଣଙ୍କୁ ଦେବତୁଲ୍ୟ ମାନାଯାଇଥାଏ। ଆମର ଶାସ୍ତ୍ର ଅନୁସାରେ ଯେଉଁ ବ୍ୟକ୍ତି ଉପରେ ପିତୃପୁରୁଷଙ୍କର ଆଶୀର୍ବାଦ ରହିଥାଏ, ତାଙ୍କୁ ଦେବାଦେବୀଙ୍କର ଆଶୀର୍ବାଦ ମଧ୍ୟ ସ୍ୱତଃ ପ୍ରାପ୍ତ ହୋଇଯାଇଥାଏ। ପିତୃପକ୍ଷଟି ପିତୃପୁରୁଷଙ୍କୁ ଅର୍ପଣ କରାଯାଇଥାଏ। ତ ଏହି 15 ଦିନ ମଧ୍ୟରେ ଆପଣ କୌଣସି ବି ଶୁଭ ମାଙ୍ଗଳିକ କାର୍ଯ୍ୟ କରନ୍ତୁ ନାହିଁ। ପିତୃପକ୍ଷରେ ଆପଣ ନିଜର ପିତୃପୁରୁଷମାନଙ୍କ ଆତ୍ମାର ଶାନ୍ତି ନିମନ୍ତେ ଭାଗବତ ମଧ୍ୟ ପାଠ କରନ୍ତୁ। ବନ୍ଧୁମାନେ ପିତୃପକ୍ଷ ଅର୍ଥାତ୍ ଶ୍ରାଦ୍ଧ ପକ୍ଷ ସେହି ସମୟ ହୋଇଥାଏ ଯେଉଁ ସମୟରେ ଆମର ପିତୃପୁରୁଷ ଆମମାନଙ୍କ ନିକଟକୁ ଆସିଥାନ୍ତି ଏବଂ ଆମେ ଆମର ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ କର୍ମ କରି ତାଙ୍କର ଆଶୀର୍ବାଦ ପ୍ରାପ୍ତ କରିଥାଉ। ଆମର ହିନ୍ଦୁ ଧର୍ମରେ ମୃତ୍ୟୁ ପରେ ମୃତ ବ୍ୟକ୍ତିଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ କାର୍ଯ୍ୟ କରିବାକୁ ଅତ୍ୟନ୍ତ ଜରୁରୀ ବୋଲି ମାନାଯାଇଥାଏ। ମାନ୍ୟତା ଅଛି ଯେ ଯଦି ଆପଣ ଆପଣଙ୍କ ପୂର୍ବଜମାନଙ୍କର ତିଥିପୂର୍ବକ ଶ୍ରାଦ୍ଧ କାର୍ଯ୍ୟ ନ କରନ୍ତି, ତେବେ ଏହି ଲୋକରୁ ତାଙ୍କୁ ମୁକ୍ତି ମିଳିନଥାଏ ଏବଂ ସେ ଏହି ସଂସାରରେ ହିଁ ଘୂରି ବୁଲୁଥାନ୍ତି। ବନ୍ଧୁମାନେ ବ୍ରହ୍ମବୈବର୍ତ ପୁରାଣ ଅନୁସାରେ ଦେବତାମାନଙ୍କୁ ପ୍ରସନ୍ନ କରିବା ପୂର୍ବରୁ ମନୁଷ୍ୟକୁ ନିଜର ପିତୃପୁରୁଷଙ୍କୁ ପ୍ରସନ୍ନ କରିବା ଆବଶ୍ୟକ ହୋଇଥାଏ, କାରଣ ପିତୃଦୋଷ ଅତ୍ୟନ୍ତ ଭୟଙ୍କର ଦୋଷ ହୋଇଥାଏ। ପିତୃପୁରୁଷମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ଆପଣ ପ୍ରତ୍ୟେକ ବର୍ଷର ଭାଦ୍ରବ ମାସ ପୂର୍ଣ୍ଣିମା ତିଥିଠାରୁ ଆରମ୍ଭ କରି ଆଶ୍ୱିନ ମାସର ଅମାବାସ୍ୟା ତିଥି ପର୍ଯ୍ୟନ୍ତ ପିତୃପକ୍ଷ ଶ୍ରାଦ୍ଧ ହୋଇଥାଏ ଏବଂ ଏହି 15 ଦିନରେ ଯମରାଜ ଆମର ପିତୃପୁରୁଷମାନଙ୍କୁ ମୁକ୍ତି ପ୍ରଦାନ କରିଥାନ୍ତି, ଯାହାଫଳରେ ସେ ନିଜର ପରିଜନଙ୍କ ଠାରୁ ଶ୍ରାଦ୍ଧ ଗ୍ରହଣ କରିପାରିବେ।
ମାନାଯାଏ ଯେ ଯେଉଁ ଗୃହର ପିତୃପୁରୁଷ ସେମାନଙ୍କ ଉପରେ ସନ୍ତୁଷ୍ଟ ଥାନ୍ତି ସେହି ଗୃହରେ କେବେ ବି ଅଭାବ ଅସୁବିଧା ଦେଖା ଦେଇନଥାଏ କିମ୍ବା କୌଣସି ପ୍ରକାରର ସମସ୍ୟା ମଧ୍ୟ ସେହି ଘରକୁ ଆସିନଥାଏ। କାରଣ ପିତୃପୁରୁଷ ସନ୍ତୁଷ୍ଟ ହେବା ଦ୍ୱାରା ତାଙ୍କୁ ଦେବାଦେବୀଙ୍କର ଆଶୀର୍ବାଦ ମଧ୍ୟ ପ୍ରାପ୍ତ ହୋଇଥାଏ। ଏବଂ ଶାସ୍ତ୍ର ଅନୁସାରେ ଯେଉଁ ଗୃହର ପିତୃପୁରୁଷ ସେମାନଙ୍କ ଗୃହ ଉପରେ ସନ୍ତୁଷ୍ଟ ନଥାନ୍ତି ସେମାନଙ୍କୁ ଜୀବନରେ ଅନେକ କଷ୍ଟ ଭୋଗ କରିବାକୁ ପଡ଼ିଥାଏ। ଯେଉଁ ଗୃହରେ ପିତୃଦୋଷ ଲାଗିଥାଏ ସେହି ଗୃହ ଛାରଖାର ହୋଇଯାଇଥାଏ। ସେହି ଗୃହକୁ ଗ୍ରହ କ୍ଲେଶ, ରାହୁ ଦୋଷ ଏବଂ ସମସ୍ତ ପ୍ରକାରର ବାଧାବିଘ୍ନ ଦେଇ ଗତି କରିବାକୁ ପଡ଼ିଥାଏ। ଆପଣଙ୍କୁ ଦାରିଦ୍ର୍ୟତାର ସାମ୍ନା କରିବାକୁ ପଡ଼ିଥାଏ। ଆପଣଙ୍କ ଉପରେ ଋଣ କରଜର ଭାର ବଢ଼ି ଯାଇଥାଏ। ସବୁ ଦିଗରୁ ଆପଣଙ୍କର ଜୀବନ ଯେମିତି ତଳିତଳାନ୍ତ ହୋଇଯାଇଥାଏ। କାରଣ ମୁଁ ଆରମ୍ଭରୁ ହିଁ ଆପଣଙ୍କୁ କହିସାରିଛି ଯେ କୁଣ୍ଡଳୀରେ ଶନି ଦଶା, ରାହୁ ଦଶା, କେତୁ ଦଶା, ମଙ୍ଗଳ ଦଶା ଏସବୁ ଯେତିକି ଭୟଙ୍କର ନୁହେଁ ପିତୃଦୋଷ ସେତିକି ଭୟଙ୍କର ହୋଇଥାଏ। ଆପଣଙ୍କ ପିତୃପୁରୁଷ ଯଦି ଆପଣଙ୍କ ଉପରେ ନାରାଜ ହୋଇଯାଇଥାନ୍ତି ତ ଆପଣ ଜୀବନରେ କେବେ ବି ସଫଳତା ହାସଲ କରିପାରିବେ ନାହିଁ। ତ ବନ୍ଧୁମାନେ ଆଜିର ଏହି ଭିଡ଼ିଓରେ ମୁଁ ଆପଣମାନଙ୍କୁ ପିତୃପକ୍ଷରେ କରାଯାଉଥିବା ଏକ ଅତ୍ୟନ୍ତ ସହଜ ଏବଂ ସରଳ ଉପାୟ ବିଷୟରେ କହିବାକୁ ଯାଉଛି। ଯେଉଁ ଉପାୟଟିକି ଅତ୍ୟନ୍ତ ପ୍ରଭାବଶାଳୀ ଅଟେ ଏବଂ ଯେଉଁ ଉପାୟଟିକୁ କରିବା ଦ୍ୱାରା ଆପଣଙ୍କୁ ଆପଣଙ୍କର ପିତୃପୁରୁଷମାନଙ୍କର ଆଶୀର୍ବାଦ ପ୍ରାପ୍ତ ହେବା ସହିତ ମା ଲକ୍ଷ୍ମୀ ଏବଂ ଭଗବାନ ବିଷ୍ଣୁଙ୍କର ମଧ୍ୟ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ। ଆପଣଙ୍କର ଅଟକି ଥିବା କାର୍ଯ୍ୟ ମଧ୍ୟ ସମ୍ପୂର୍ଣ୍ଣ ହୋଇଥାଏ। ଏହା ସହିତ ଆପଣଙ୍କ ପରିବାରର ପ୍ରତ୍ୟେକ ସଦସ୍ୟମାନଙ୍କୁ ମଧ୍ୟ ସଫଳତା ପ୍ରାପ୍ତି ହୋଇଥାଏ ଏବଂ ଆପଣଙ୍କ ଜୀବନରେ ଚାଲିଥିବା ସମସ୍ତ କଷ୍ଟ, ସମସ୍ୟା ଏବଂ ଦୋଷରୁ ମଧ୍ୟ ଆପଣଙ୍କୁ ମୁକ୍ତି ମିଳିଥାଏ। ତେବେ ବନ୍ଧୁମାନେ ଉପାୟଟିକୁ ସଠିକ ଭାବରେ କରିବା ପାଇଁ ଆପଣ ଭିଡ଼ିଓଟିକୁ ସ୍କିପ୍ ନ କରି ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ, ଯାହାଫଳରେ ଆପଣ ଏହି ଉପାୟଟିକୁ ଭଲ ଭାବରେ ବୁଝିପାରିବେ। ବନ୍ଧୁମାନେ ଏହି ଉପାୟଟିକୁ ତ ଆପଣଙ୍କୁ ପିତୃପକ୍ଷର ସମ୍ପୂର୍ଣ୍ଣ 15 ଦିନ ପର୍ଯ୍ୟନ୍ତ କରିବାର ଅଛି। କାରଣ ଏହି 15 ଦିନ ଆମର ପିତୃପକ୍ଷଙ୍କୁ ସମର୍ପିତ ଅଟେ। ତେବେ ଯଦି ଆପଣ ସମ୍ପୂର୍ଣ୍ଣ 15 ଦିନ ପର୍ଯ୍ୟନ୍ତ ଏହି ଉପାୟଟି କରିପାରୁନାହାନ୍ତି ତେବେ ପିତୃପକ୍ଷର ପୂର୍ଣ୍ଣିମା ତିଥି, ଅମାବାସ୍ୟା ତିଥି, ଏକାଦଶୀ ତିଥି ଏହି ତିଥି ଗୁଡ଼ିକରେ ଆପଣ ଏହି ଉପାୟଟିକୁ ନିଶ୍ଚିତ ଭାବରେ ପାଳନ କରନ୍ତୁ। ଏବଂ ପିତୃପକ୍ଷର ଅମାବାସ୍ୟା ଦିନ ତ ଆପଣଙ୍କୁ ନିଶ୍ଚିତ ଭାବରେ ଏହି ଉପାୟଟି ପାଳନ କରିବାର ଅଛି। ତେବେ ଏହି ଉପାୟଟିକୁ ଆପଣଙ୍କୁ ସନ୍ଧ୍ୟା ସମୟରେ କିମ୍ବା ରାତ୍ରି ସମୟରେ କରିବାର ଅଛି। ତେବେ ଏହି ଉପାୟଟି କରିବା ପୂର୍ବରୁ ଆପଣ ଭଲ ଭାବରେ ଧୋଇଧାଇ ହୋଇପଡ଼ନ୍ତୁ ଏବଂ ଏକ ସ୍ୱଚ୍ଛ ବସ୍ତ୍ର ପରିଧାନ କରନ୍ତୁ। ତାପରେ ଆପଣ ଗୋଟିଏ ଦୀପ ଜଳାନ୍ତୁ। ସେହି ଦୀପରେ ଆପଣ ଶୁଦ୍ଧ ଘିଅ ଦିଅନ୍ତୁ। ଯଦି ଶୁଦ୍ଧ ଘିଅ ନାହିଁ ତେବେ ଆପଣ ଦୀପରେ ସୋରିଷ ତେଲ ଦିଅନ୍ତୁ ଏବଂ ସେହି ଦୀପରେ ଆପଣ କିଛି କଳା ରାଶି ନିଶ୍ଚିତ ଭାବରେ ପକାନ୍ତୁ କାରଣ ଏହା ହିଁ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ଅଟେ। ତେବେ ଦୀପ ଜଳାଇବା ପାଇଁ ଆପଣ ପିତ୍ତଳର ଦୀପ, ମାଟିର ଦୀପ କିମ୍ବା ଅଟାରେ ତିଆରି ଦୀପ ନେଇପାରିବେ। ତେବେ ଆପଣ ଯଦି ଅଟାର ଦୀପ ଜାଳୁଛନ୍ତି ତ ଏହି କଥାର ଧ୍ୟାନ ରଖିବେ ଯେ ଆପଣ ଯେପରି ଭଲ ଅଟା ନିଅନ୍ତି। ନିଜ ଘରେ ବ୍ୟବହାର କରୁଥିବା ଅଟା ଆପଣ ବ୍ୟବହାର କରନ୍ତୁ ନାହିଁ କାରଣ ସେହି ଅଟାରେ ଆପଣ ପିଆଜ ରସୁଣର ହାତ ମାରି ପାରିଥାନ୍ତି କିମ୍ବା ସେହି ଅଟା ଅଇଁଠା ମଧ୍ୟ ହୋଇଥାଇପାରେ। ତ ଆପଣ ନୂଆ ଅଟାରେ ଆପଣ ଅଟାର ଦୀପ ପ୍ରସ୍ତୁତ କରନ୍ତୁ। ଦୀପ ସଜାଡ଼ି ସାରିଲା ପରେ ଆପଣ ନିଜ ଘରର ଦକ୍ଷିଣ କୋଣକୁ ସଫାସୁତୁରା କରିଦିଅନ୍ତୁ। ତେବେ ଯଦି ଆପଣଙ୍କ ଘରର ଦକ୍ଷିଣ ଦିଗରେ କୌଣସି ରୁମ୍ ବନିଛି ଏବଂ ସେଠାରେ ସୁବିଧା ନାହିଁ ଦୀପ ଜଳାଇବା ପାଇଁ ତ ଆପଣ ନିଜ ରୋଷେଇ ଘରର ଦକ୍ଷିଣ ଦିଗଟିକୁ ସଫା କରିଦିଅନ୍ତୁ। ତେବେ ରୋଷେଇ ଘରର ଦକ୍ଷିଣ କୋଣଟି ବି ଯଦି ଉପଯୁକ୍ତ ନୁହେଁ ଦୀପ ଜଳାଇବା ପାଇଁ ତ ଆପଣ ନିଜ ଘରର କୌଣସି ବି ରୁମ୍ରେ ଦକ୍ଷିଣ କୋଣରେ ସେହି ଦୀପଟିକୁ ଜଳାନ୍ତୁ ଏବଂ ଦୀପଟି ରଖିବା ସମୟରେ ଆପଣ ଧ୍ୟାନ ରଖିବେ ଯେ ଦୀପର ମୁଖ ଯେପରି ଦକ୍ଷିଣ ଦିଗକୁ ରହେ ଏବଂ ଦୀପ ରଖିବା ସମୟରେ ମଧ୍ୟ ଆପଣ ଏହି କଥାର ଧ୍ୟାନ ରଖନ୍ତୁ ଯେ ଦୀପକୁ ଆପଣ ସେମିତି ତଳେ ରଖିଦେବେ ନାହିଁ। ଦୀପ ତଳେ ଆପଣ ଗୋଟିଏ କପଡ଼ା ବିଛାଇ ଦିଅନ୍ତୁ, ନଚେତ୍ କୌଣସି ପ୍ଲେଟ୍ ରଖନ୍ତୁ କିମ୍ବା କିଛି ଅକ୍ଷତ ପକାଇ ତା ଉପରେ ଆପଣ ଦୀପକୁ ରଖି ଦୀପ ଜଳାନ୍ତୁ। କାରଣ ବିନା ଆସନରେ ଦୀପ ଜଳା ଯାଇନଥାଏ। କାରଣ
ସେମିତି ଭୂଇଁ ଉପରେ ରଖାଯାଇଥିବା ଦୀପକୁ ଅପୂର୍ଣ୍ଣ ବୋଲି ମାନାଯାଇଥାଏ। ସେହି ଦୀପ ଆପଣଙ୍କୁ ସେତିକି ଶୁଭ ଫଳ ପ୍ରଦାନ କରିପାରିନଥାଏ। ତ ଦୀପ ଜଳାଇ ସାରିବା ପରେ ଆପଣ ପ୍ରଥମେ ଭଗବାନ ଶ୍ରୀ ଗଣେଶଙ୍କୁ ପ୍ରଣାମ କରନ୍ତୁ। ଏହାପରେ ଭଗବାନ ଶ୍ରୀ ବିଷ୍ଣୁ ଏବଂ ମା ଲକ୍ଷ୍ମୀଙ୍କୁ ପ୍ରଣାମ କରନ୍ତୁ। ଏହାପରେ ଆପଣ ନିଜର ପିତୃପୁରୁଷଙ୍କୁ ପ୍ରଣାମ କରନ୍ତୁ ଏବଂ ଭଗବାନଙ୍କ ନିକଟରେ ଆପଣଙ୍କ ପିତୃପୁରୁଷଙ୍କର ମୁକ୍ତି ପାଇଁ ପ୍ରାର୍ଥନା କରନ୍ତୁ। ଏହାପରେ ଆପଣ ନିଜର ପିତୃପୁରୁଷଙ୍କୁ ପିତୃଦୋଷରୁ ମୁକ୍ତି ପାଇବା ପାଇଁ ପ୍ରାର୍ଥନା କରନ୍ତୁ। ଏହାପରେ ଆପଣ ଭଗବାନ ଶ୍ରୀ ବିଷ୍ଣୁଙ୍କର ବୀଜ ମନ୍ତ୍ର ମହାମନ୍ତ୍ର ଓମ୍ ନମୋ ଭଗବତେ ବାସୁଦେବାୟ ନମଃ ଏହି ମନ୍ତ୍ରକୁ ଆପଣ 11 ଥର ଜପ କରନ୍ତୁ ଏବଂ ଏହି ମନ୍ତ୍ରକୁ 11 ଥର ଜପ କରିସାରିବା ପରେ ଆପଣ ପିତୃପୁରୁଷଙ୍କର ମନ୍ତ୍ରକୁ 108 ଥର ଜପ କରନ୍ତୁ। ମନ୍ତ୍ରଟି ହେଉଛି ଓମ୍ ପିତୃପୁରୁଷାୟ ନମଃ। ଏହି ମନ୍ତ୍ରକୁ ଆପଣ 108 ଥର ଜପ କରନ୍ତୁ ଏବଂ ଆପଣ ଯେତେବେଳେ ମନ୍ତ୍ରର ଉଚ୍ଚାରଣ କରୁଛନ୍ତି, ମନ୍ତ୍ର ଜପ କରୁଛନ୍ତି, ସେତେବେଳେ ଦକ୍ଷିଣ ଦିଗକୁ ମୁଖ କରି ଆପଣ ଏହି ମନ୍ତ୍ରର ଜପ କରିବେ। କାରଣ ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି ଯେ ଦକ୍ଷିଣ ଦିଗଟି ଆମର ପିତୃପୁରୁଷଙ୍କର ଦିଗ ହୋଇଥାଏ। ଆପଣ ଯଦି ଶ୍ରାଦ୍ଧ ପକ୍ଷରେ ଏହିପରି ଭାବରେ ଦୀପ ଜାଳି ମନ୍ତ୍ରର ଉଚ୍ଚାରଣ କରନ୍ତି ତ ଆପଣଙ୍କୁ ଆପଣଙ୍କର ପିତୃପୁରୁଷଙ୍କର ଅସୀମ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ ଏବଂ ଯଦି ଆପଣଙ୍କ ଉପରେ ପିତୃଦୋଷ ଥାଏ ତ ତାହା ପିତୃ ଆଶୀର୍ବାଦରେ ପରିବର୍ତ୍ତନ ହୋଇଯାଇଥାଏ। ମନ୍ତ୍ର ଜପ କରିସାରିବା ପରେ ଆପଣ ନିଜର ପିତୃପୁରୁଷଙ୍କୁ ପ୍ରଣାମ କରନ୍ତୁ ଏବଂ ଆପଣଙ୍କ ଜୀବନରେ ଚାଲିଥିବା ସମସ୍ତ ଦୁଃଖ, କଷ୍ଟ, ସମସ୍ୟା ଏବଂ ପାପର ନାଶ କରିବାକୁ ପ୍ରାର୍ଥନା କରନ୍ତୁ। ତେବେ ବନ୍ଧୁମାନେ ଏହି ଉପାୟଟିକୁ କରିବା ସମୟରେ ଆପଣ କିଛି କଥାର ବିଶେଷ ଧ୍ୟାନ ରଖିବା ଉଚିତ। ଏହି ଉପାୟଟିକୁ କରିବା ସମୟରେ ଆପଣ ସ୍ୱଚ୍ଛତା ଏବଂ ପବିତ୍ରତାର ବିଶେଷ ଧ୍ୟାନ ରଖିବା ଉଚିତ। ମହିଳାମାନେ ମାସିକ ଧର୍ମ ସମୟରେ ଏହି ଉପାୟଟିକୁ କରିବା ଅନୁଚିତ ଅଟେ। କାରଣ ଏହା ଜରୁରୀ ନୁହେଁ ଯେ ପରିବାରର ଜଣେ ହିଁ ସଦସ୍ୟ ଏହି ଉପାୟଟିକୁ ପ୍ରତିଦିନ କରିବେ। ଘରର ପ୍ରତ୍ୟେକ ସଦସ୍ୟ ଏହି ଉପାୟଟିକୁ ପ୍ରତ୍ୟେକ ଦିନ କରିପାରିବେ। ଧର ଆଜି ଯଦି ଆପଣ କଲେ ତ ଆସନ୍ତା ଦିନ ଆପଣଙ୍କର ସ୍ତ୍ରୀ କିମ୍ବା ଆପଣଙ୍କର ସ୍ୱାମୀ କିମ୍ବା ଆପଣଙ୍କର ବାପା କିମ୍ବା ମା କିମ୍ବା ଆପଣଙ୍କର ପୁଅ ଝିଅ ମଧ୍ୟ ଏହି ଉପାୟଟିକୁ କରିପାରିବେ। ତ ପ୍ରତ୍ୟେକ ଦିନ ଯଦି ଚାହିଁବେ ଆପଣଙ୍କ ଗୃହର ଜଣେ ଜଣେ ସଦସ୍ୟ ମଧ୍ୟ ଏହି ଉପାୟଟିକୁ କରିପାରିବେ। ତ ବନ୍ଧୁମାନେ ଆପଣ ଆଉ ଗୋଟିଏ କଥାର ଅଧିକ ଧ୍ୟାନ ରଖିବେ ଯେ ପିତୃପକ୍ଷରେ ଆପଣ ଯେମିତି ତାମସିକ ଭୋଜନ ନ କରନ୍ତି। ପିତୃପକ୍ଷରେ ଆପଣ ପିଆଜ, ରସୁଣ, ଆମିଷ, ମଦ, ମାଂସ ଏସବୁଠାରୁ ଦୂରେଇ ରହିବା ଉଚିତ। ପିତୃପକ୍ଷ ମଧ୍ୟରେ ଆପଣ କେବେ ବି କୌଣସି ଶୁଭ କାର୍ଯ୍ୟ କରନ୍ତୁ ନାହିଁ କିମ୍ବା ଶୁଭ କାର୍ଯ୍ୟର ଆରମ୍ଭ କରନ୍ତୁ ନାହିଁ। ଏହା ବ୍ୟତୀତ ପିତୃପକ୍ଷ ମଧ୍ୟରେ ଆପଣ କୌଣସି ନୂତନ ଜିନିଷ ମଧ୍ୟ କିଣନ୍ତୁ ନାହିଁ। ଆପଣ ଏହି ସମୟରେ ନୂତନ ଯାନବାହନ ମଧ୍ୟ କିଣନ୍ତୁ ନାହିଁ କିମ୍ବା ନୂଆ ବସ୍ତ୍ର ମଧ୍ୟ ଆପଣ ଏହି ସମୟ ମଧ୍ୟରେ କିଣନ୍ତୁ ନାହିଁ। ବନ୍ଧୁମାନେ ଘରର ଆବଶ୍ୟକ ଜିନିଷ ଛଡ଼ା ପିତୃପକ୍ଷ ମଧ୍ୟରେ ଆପଣ କୌଣସି ବି ନୂତନ ଜିନିଷ କିଣିବା ଅନୁଚିତ ହୋଇଥାଏ। ବନ୍ଧୁମାନେ ପିତୃପକ୍ଷ ସମୟରେ ନଖ, କେଶ କିମ୍ବା ଦାଢ଼ି କାଟିବା ମଧ୍ୟ ଅନୁଚିତ ହୋଇଥାଏ। ପିତୃପକ୍ଷ ମଧ୍ୟରେ ଆପଣ ବ୍ରାହ୍ମଣ, କାଉ, କୁକୁର, ପିମ୍ପୁଡ଼ି ଏମାନଙ୍କୁ ଖାଦ୍ୟ ଦେବା ବହୁତ ଶୁଭ ହୋଇଥାଏ। କାରଣ ପିତୃପକ୍ଷ ମଧ୍ୟରେ ଯଦି ଆପଣ ଏମାନଙ୍କୁ ଭୋଜନ ଦିଅନ୍ତି ତ ଆପଣଙ୍କ ଉପରେ ଲାଗିଥିବା ପିତୃଦୋଷ ପିତୃ ଆଶୀର୍ବାଦରେ ପରିବର୍ତ୍ତନ ହୋଇଯାଇଥାଏ। ଆପଣଙ୍କୁ ଆପଣଙ୍କ ପିତୃପୁରୁଷଙ୍କ ଠାରୁ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ। ପିତୃପକ୍ଷ ମଧ୍ୟରେ ମଧ୍ୟ ଆପଣ ଅଧିକ ମେକଅପ୍ କରନ୍ତୁ ନାହିଁ। ପିତୃପକ୍ଷ ମଧ୍ୟରେ ଆପଣ ନିଜ ଗୃହ ମଧ୍ୟରେ କଳି ଝଗଡ଼ା, ରାଗରୁଷା ମଧ୍ୟ କରନ୍ତୁ ନାହିଁ। ଏହା ବ୍ୟତୀତ ପରନିନ୍ଦା, ପରଚର୍ଚ୍ଚା ମଧ୍ୟ ଘରେ କରନ୍ତୁ ନାହିଁ। କାରଣ ଏହି ସମୟରେ ଆମର ପୂର୍ବପୁରୁଷ ଆମର ଘରେ ଆମର ଆଖପାଖରେ ହିଁ ରହିଥାନ୍ତି। ତ ବନ୍ଧୁମାନେ ଆପଣ ଆଉ ଏକ କଥାର ଧ୍ୟାନ ରଖିବେ ଯେ ଯଦି ଆପଣ ଚାଉଳ ଉପରେ ଦୀପ ରଖିକି ଜାଳିଛନ୍ତି ତ ସେହି ଚାଉଳକୁ ଆପଣ ତା ପରଦିନ ପକ୍ଷୀମାନଙ୍କୁ ଖାଇବାକୁ ଦେଇଦେବେ ଏବଂ ଯଦି ଆପଣ ଅଟାର ଦୀପ କରିକି ଜାଳିଛନ୍ତି ତ ସେହି ଅଟାର ଦୀପକୁ ମଧ୍ୟ ଆପଣ ପକ୍ଷୀମାନଙ୍କୁ ଖାଇବାକୁ ଦେଇଦିଅନ୍ତୁ ଏବଂ ଯଦି ଆପଣ ପିତ୍ତଳ କିମ୍ବା ମାଟିର ଦୀପ ବ୍ୟବହାର କରିଛନ୍ତି ତ ସେହି ଦୀପକୁ ଆପଣ 15 ଦିନ ପର୍ଯ୍ୟନ୍ତ ବ୍ୟବହାର କରିପାରିବେ।
ତ ବନ୍ଧୁମାନେ ଆପଣମାନେ ନିଜର ପିତୃପୁରୁଷମାନଙ୍କୁ ପ୍ରସନ୍ନ କରିବା ପାଇଁ ଏହି ଉପାୟଟିକୁ ପିତୃପକ୍ଷରେ ନିଶ୍ଚିତ ରୂପରେ ପାଳନ କରନ୍ତୁ। କାରଣ ଏହି ଉପାୟଟି ଅତ୍ୟନ୍ତ ସରଳ ଏବଂ ସହଜ ଅଟେ, ମାତ୍ର ଅନେକ ପ୍ରଭାବଶାଳୀ ଅଟେ। ତ ବନ୍ଧୁମାନେ, ମୋର ଏହି ଭିଡ଼ିଓଟି ଯଦି ଆପଣମାନଙ୍କୁ ଭଲ ଲାଗିଥାଏ ତେବେ ଭିଡ଼ିଓଟିକୁ ଲାଇକ୍ କରି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦେବେ।